ବ୍ୟଥା ଅଧକବାଳି ବ୍ୟଥା ଅପରାଜିତା କଞ୍ଚା ଛୁଇଁକୁ ସଂଗ୍ରହ କରି ଛେଚି ନେବ। ସେହି ରସରୁ 8-10 ବୁନ୍ଦା ରସ କିମ୍ବା ଅପରାଜିତା ତେଲରେ ରସ ସୂର୍ଯ୍ୟୋଦୟ ପୂର୍ବରୁ ନାସାରେ ପକାଇଲେ ବହୁ ଦିନ ପୁରୁଣା ମୁଣ୍ଡ ବ୍ୟଥା ଅଧକବାଳି ବ୍ୟଥା ଭଲ ହୋଇଥାଏ। ଗଳଗଣ୍ଡ ବା ଥାଇରଏଡ୍ ଗ୍ଲାଣ୍ଡ ଶ୍ଵେତ ଅପରାଜିତା ମୂଳ ସଂଗ୍ରହ କରି ଚୂର୍ଣ୍ଣ କରିବ। ସେହି ଚୂର୍ଣ୍ଣରୁ 2 ଗ୍ରାମ ନେଇ ଗାଈ ଘିଅରେ ମିଶାଇ ସେବନ କଲେ ଗଳଗଣ୍ଡ ନିବାରିତ ହୋଇଥାଏ। ଭଲ ହେବା ପର୍ଯ୍ୟନ୍ତ ସେବନ କରିବାକୁ ପଡ଼ିବ। ଶ୍ଵେତ ଅପରାଜିତା ଲତାର କେତୋଟି ପତ୍ର ଏବଂ ମୂଳ ଆଣି ଅଳ୍ପ ଜଳ ସହିତ ବାଟି ତହିଁରେ କିଞ୍ଚିତ ଗାଈ ଘିଅ ମିଶାଇ ସେବନ କଲେ କେବଳ ଗଳଗଣ୍ଡ ନୁହେଁ, ଗଳମାଳା ମଧ୍ୟ ଭଲ ହୁଏ। ଅସାଧ୍ୟ ଗଳା ରୋଗ ଏବଂ କଣ୍ଠ ରୋଗ ମଧ୍ୟ ଉପଶମ ହୁଏ। ସ୍ୱଥ 4-5 ଗ୍ରାମ ଅପରାଜିତା ମୂଳ ନେଇ ବାଟି ଗରମ ପାଣିରେ ଗୋଳି ସେବନ କଲେ ସ୍ୱଥ ଫୁଲା ବେମାର ଭଲ ହୋଇଥାଏ। ଟନସିଲ 10 ଗ୍ରାମ ଅପରାଜିତା ପତ୍ରକୁ 5 ଗ୍ରାମ ପାଣିରେ ସିଝାଇ ଅଧା ରହିଲେ ଛାଣି ସେହି ସିଝା ପାଣିରେ ସକାଳେ ସନ୍ଧ୍ୟାରେ ଗଳଲିଙ୍ଗ କଲେ ଟନସିଲ ସୁମନ୍ତ୍ରରେ ପରି ଭଲ ହୋଇଥାଏ। କଣ୍ଠ ପଡ଼ିଥିଲେ ମଧ୍ୟ କଣ୍ଠ ଫିଟିଯାଏ। ପିଲାଙ୍କର ଲହରା ଖାସ ବା ହୁପିଂ ଖାସ ଅପରାଜିତା ମୂଳକୁ ଛେଚି ସେହି ରସକୁ ଅଳ୍ପ ଅଳ୍ପ ନେଇ ଚଟାଇଲେ ପିଲାଙ୍କର କାଶ, ଶ୍ୱାସ, ଲହରା ଖାସ ଖୁବ୍ ଶୀଘ୍ର ଉପଶମ ହୁଏ। ଚକ୍ଷୁ ପୀଡ଼ା ଚକ୍ଷୁ ରୋଗ ଶ୍ଵେତ ଅପରାଜିତା ପତ୍ରକୁ ଛେଚି ତହିଁରେ ରସ ବାହାର କରି ସେହି ରସ ସହିତ ଅଳ୍ପ ସୈନ୍ଧବ ଲୁଣ ମିଶାଇ ଆଖିରେ ପକାଇଲେ ଚକ୍ଷୁର ଯାବତୀୟ ପ୍ରକାର ପୀଡ଼ା ନିବାରିତ ହୁଏ। ମୁଖ ବ୍ରଣ ବ୍ରଣ ପାଇଁ ଆଜି ପର୍ଯ୍ୟନ୍ତ ଯେତେ ଔଷଧ ବାହାରିଛି ସେ ସମସ୍ତ ଔଷଧ ଅପରାଜିତା ତଳେ ଶ୍ଵେତ ଅପରାଜିତା ଲତାର ପଞ୍ଚାଙ୍ଗ ସଂଗ୍ରହ କରି ଶୁଖାଇ ଦିଅନ୍ତୁ। ତାକୁ ଏକ ନୂତନ ମାଟି ପାତ୍ର ରଖି ନିଆଁ ଲଗାଇ ପୋଡ଼ି ଭସ୍ମ କରିଦିଅନ୍ତୁ। ସେହି ଭସ୍ମ 1 ଗ୍ରାମକୁ ଲହୁଣୀ ମିଶାଇ 1 ମାସ ପର୍ଯ୍ୟନ୍ତ ସେବନ କଲେ ଏବଂ ବ୍ରଣ ପୀଡ଼ିତ ସ୍ଥାନରେ ଲଗାଇଲେ ମୁହଁରେ ଉଠିଥିବା ସବୁ ପ୍ରକାର ବ୍ରଣ ଭଲ ହୋଇଥାଏ। ଅସମୟରେ ପ୍ରସବ ଜନିତ ବେଦନା ଗର୍ଭପାତ ଶ୍ଵେତ ଅପରାଜିତା ଗଛର ପଞ୍ଚାଙ୍ଗ ପତ୍ର, ଫୁଲ, ଫଳ, କାଣ୍ଡମୂଳ ସଂଗ୍ରହ କରି ଛେଳି ଦୁଧରେ ବାଟି ଉଦରରେ ଦିନକୁ 2-3 ଥର ଲେପ ଦିଅନ୍ତୁ। ଏସବୁ ଲକ୍ଷଣ ଦୂର ହୋଇ ଗର୍ଭ ସ୍ଥିର ହୋଇଯିବ। ବନ୍ଧ୍ୟା ନାରୀ ଯୋନିଙ୍କ ଜନ୍ମାନ୍ତର ଜନନୀ ହେବାକୁ କୃଷ୍ଣ ଅପରାଜିତା ମୂଳ 10 ଗ୍ରାମ ଛେଳି ଦୁଧରେ ପେଷଣ କରି ଅଥବା ଶ୍ଵେତ ଅପରାଜିତା 10 ଗ୍ରାମକୁ 1 ବର୍ଣ୍ଣି ଗାଈ ଦୁଧରେ ବାଟି ଋତୁର 4ଥ ଦିନ ଠାରୁ 7ମ ଦିନ ପର୍ଯ୍ୟନ୍ତ ସେବନ କଲେ ବନ୍ଧ୍ୟା ଦୋଷ କଟି ପୁତ୍ର ସନ୍ତାନ ହୋଇଥାଏ। ଏହା ଯୋନି ପୁଷ୍ପଜନିର ଯାବତୀୟ ଦୋଷକୁ ଦୂରୀଭୂତ ହୋଇଥାଏ। କର୍ଣ୍ଣ ଅର୍ବୁଦ ଅପରାଜିତା ପତ୍ର ବାଟି ଲେପ ଦେଲେ ଏହିସବୁ ରୋଗ ଭଲ ହୋଇଥାଏ। ସମଗ୍ର ଶରୀରରେ ବିସ୍ଫୋଟିକ ବାହାରିଲେ ଅପରାଜିତା ଚେରକୁ ଗୋଲମରିଚ କିମ୍ବା ଗୋରୁଚେନା ସହିତ ବାଟି ସେବନ କଲେ ସମସ୍ତ ପ୍ରକାର ବିସ୍ଫୋଟ ବା ବିସର୍ପ ରୋଗ ଭଲ ହୋଇଥାଏ।